ଦଶହରାରେ ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମା'ଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ପାଇଁ ମାଗିବେ ଆଶୀଷ। ତେବେ ଚାଲନ୍ତୁ ଏହି ଖବର ଉପରେ ନଜର ପକାଇବା। ନଜର ପକାଇବା ପୂର୍ବରୁ ଯେଉଁମାନେ ବି ଆମ ୟୁଟ୍ୟୁବ୍ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଉପରେ କ୍ଲିକ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ, ଯାହାଫଳରେ ଆମ ଲାଟେଷ୍ଟ ଭିଡ଼ିଓ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏଥର ବୁଲିବେ ଦଶହରାରେ। ଦଶହରାର ପୂଜା ମଣ୍ଡପ ବୁଲି ମା'ଙ୍କ ଦର୍ଶନ କରିବା ସହ ସାଧାରଣ ଜନତାଙ୍କ ଉତ୍ସବରେ ସାମିଲ ହେବେ। ବିଜେଡି ପକ୍ଷରୁ ଖବର ମିଳିଛି, ଏଥର ନବୀନ କଟକ ଓ ଭୁବନେଶ୍ୱର ଦଶହରା ବୁଲିବାକୁ ଯିବେ। ତେବେ ନବୀନ କେଉଁ ସବୁ ମଣ୍ଡପ ବୁଲିବେ ତାହା ଶୀଘ୍ର ସ୍ଥିର କରିବାକୁ କଟକ ଓ ଭୁବନେଶ୍ୱରର କିଛି ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ସୂଚନାଯୋଗ୍ୟ ଯେ ନିକଟରେ ନବୀନ ରାଜଧାନୀ ଗଣେଶ ପୂଜା ଉତ୍ସବରେ ବୁଲିବାକୁ ଯାଇଥିଲେ। ଭୁବନେଶ୍ୱର ଏବଂ ଭୁବନେଶ୍ୱରର ଉତ୍ତର ପଶ୍ଚିମ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୂର୍ବ ମଣ୍ଡପ ବୁଲି ଦେଖିବା ସହ ଲୋକମାନଙ୍କ ସହ ମିଶିଥିଲେ। ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପ୍ରାୟ 15ରୁ ଅଧିକ ପୂଜା କମିଟିର କର୍ମକର୍ତ୍ତା, ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉଳଙ୍କ ସହ ନବୀନ ନିବାସ ଯାଇଥିଲେ। ପୂଜା କମିଟି କର୍ମକର୍ତ୍ତାମାନେ ନବୀନଙ୍କୁ ଦୁର୍ଗାପୂଜା ପାଇଁ ନିମନ୍ତ୍ରଣ କରିଥିଲେ। କିଛି ଦୁର୍ଗାପୂଜା କମିଟି କଥୋପକଥନ ମଧ୍ୟ ନିକଟକୁ ଭେଟି ଦୁର୍ଗାପୂଜା ପାଇଁ ନିମନ୍ତ୍ରଣ କରିଥିଲେ। ବ୍ୟୁରୋ ରିପୋର୍ଟ, ବିଜୟଲକ୍ଷ୍ମୀ ନ୍ୟୁଜ୍।